ଦୁଇ ଦିବସ 25ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକ ପଞ୍ଚାୟତର ଦୁଧିଆଖାଳି ଗାଁର ସାରନା ଧରମ ୟୁଥ୍ କ୍ଲବ ଦୁଧିଆଖାଳି ଦ୍ୱାରା 2 ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଗୁରୁବାର ଉଦ୍ଘାଟନ କ୍ଲବର ସଭାପତି ଶ୍ରୀଯୁକ୍ତ ଲୁଗୁ ବାସ୍କେଙ୍କ ଦ୍ୱାରା ହୋଇଥିଲା। ମୋଟ 16ଟି ଦଳ ଭାଗ ନେଇଥିବା ବେଳେ ଚୂଡ଼ାନ୍ତ ଖେଳ ଗହିରାବନ୍ଧ ଏଫ୍ସି ଓ ଖାନାମୁରି ଏଫ୍ସି ସହ ହୋଇଥିଲା। ତେବେ ଗହିରାବନ୍ଧ ଏଫ୍ସି 1-0 ଗୋଲରେ ବିଜୟ ହୋଇଥିବା ବେଳେ ଟ୍ରଫି ସହ 20,000 ଟଙ୍କା ଆର୍ଥିକ ରାଶି ଗ୍ରହଣ କରିଥିବା ବେଳେ ଉପବିଜେତା ଟିମ୍ ଟ୍ରଫି ସହ 15,000 ଟଙ୍କାର ଆର୍ଥିକ ରାଶି ଗ୍ରହଣ କରିଥିଲେ। ଉଦ୍ଯାପିତ ଖେଳରେ ମୁଖ୍ୟ ଅତିଥି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ନେତା ବ୍ରଜ ମୋହନ ପ୍ରଧାନ, ସମ୍ମାନିତ ଅତିଥିଙ୍କ ଭିତରୁ ରାଇବଣିଆ ମଣ୍ଡଳ ସଭାପତି ସଞ୍ଜୀବ ଜେନା, ପୂର୍ବତନ ମଣ୍ଡଳ ସଭାପତି ତରୁଣ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ବାଲେଶ୍ୱର ଉତ୍ତର ଜିଲ୍ଲା ସମ୍ପାଦକ କାଳୀଚରଣ ଦାସ, ରାସବିହାରୀ ରଣା, ହରିପଦ ବେରା, ରବୀନ୍ଦ୍ର ପ୍ରଧାନ, ତାପସ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ। ତେବେ ପରିଶେଷରେ ସଭା କାର୍ଯ୍ୟର ସଭାପତିତ୍ୱ କ୍ଲବର ସମ୍ପାଦକ ଲାଲୁ ହେମ୍ବ୍ରମ କରିଥିଲେ। ନାରାୟଣ ବାସ୍କେ ମଞ୍ଚ ଆହ୍ୱାନ ଓ ଅତିଥିଙ୍କ ପରିଚୟ ଦେବା ସହ ଦୁଲାଲ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ କ୍ଲବର ସଭ୍ୟ ଲକ୍ଷ୍ମଣ ହେମ୍ବ୍ରମ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଜେପି ନେତା ଶ୍ରୀଯୁକ୍ତ ପ୍ରଧାନ ଆଦିବାସୀ ଖେଳାଳିମାନଙ୍କ ପାଇଁ ପୂର୍ବ ସରକାର କରିଥିବା ଅବହେଳାକୁ ବଖାଣି ଆଗକୁ ଖେଳପଡ଼ିଆ ଓ ଖେଳାଳିଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାର ପ୍ରତିଶ୍ରୁତି ରଖି ରାଇବଣିଆ ଅଞ୍ଚଳର ଆଦିବାସୀଙ୍କ ବିକାଶ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଭିଭାଷଣରେ କହିଥିଲେ। ତେବେ ରାତିଯାକ କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଦିବାସୀ ମେଲୋଡି ଦ୍ୱାରା ଅଞ୍ଚଳବାସୀ ଆନନ୍ଦ ନେଇଥିଲେ। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।